ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ଯେମିତି ଦିନ ଦିନ ମୋବାଇଲ ବ୍ୟବହାର କରୁଛନ୍ତି, ସେଇଟା କେଉଁ ଦେଶର ତିଆରି ଜାଣନ୍ତି କି? ଆସନ୍ତୁ ଟେଷ୍ଟ କରିବା। ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା କେଉଁ ମୋବାଇଲ କମ୍ପାନୀ ଗୁଡ଼ିକ କେଉଁ ଦେଶର। ପ୍ରଶ୍ନ, ସାମସଙ୍ଗ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଜାପାନ, ଅପସନ୍ ବି ଚାଇନା, ଅପସନ୍ ସି ସାଉଥ କୋରିଆ, ଅପସନ୍ ଡି ୟୁଏସ୍। ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସାଉଥ କୋରିଆ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ, ଆପଲ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ୟୁଏସ୍ଏ, ଅପସନ୍ ବି ଇଣ୍ଡିଆ, ଅପସନ୍ ସି ଚାଇନା, ଅପସନ୍ ଡି ଜର୍ମାନୀ। ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ୟୁଏସ୍ଏ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ, ଏକ୍ସଏମ୍ଆଇ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଜାପାନ, ଅପସନ୍ ବି ଚାଇନା, ଅପସନ୍ ସି କୋରିଆ, ଅପସନ୍ ଡି ୟୁଏସ୍ଏ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ, ନୋକିଆ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଫିନଲ୍ୟାଣ୍ଡ, ଅପସନ୍ ବି ସ୍ୱିଡେନ୍, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି ଜର୍ମାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଫିନଲ୍ୟାଣ୍ଡ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ, ଭିଭୋ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଇଣ୍ଡିଆ, ଅପସନ୍ ବି ଚାଇନା, ଅପସନ୍ ସି କୋରିଆ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ, ଓପୋ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି ୟୁଏସ୍, ଅପସନ୍ ସି ଜାପାନ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ, ରିଅଲମି କେଉଁ ଦେଶର କମ୍ପାନୀ? ଅପସନ୍ ଏ ଇଣ୍ଡିଆ, ଅପସନ୍ ବି ଚାଇନା, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ, ମଟୋରୋଲା କେଉଁ ଦେଶର କମ୍ପାନୀ? ଅପସନ୍ ଏ ୟୁଏସ୍ଏ, ଅପସନ୍ ବି ଚାଇନା,
ଅପସନ୍ ସି କୋରିଆ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ USA। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ OnePlus କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି USA, ଅପସନ୍ ସି ଇଣ୍ଡିଆ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ସୋନି କେଉଁ ଦେଶର କମ୍ପାନୀ? ଅପସନ୍ ଏ ଜାପାନ, ଅପସନ୍ ବି ଚାଇନା, ଅପସନ୍ ସି କୋରିଆ, ଅପସନ୍ ଡି USA। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଜାପାନ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ହାୱାଇ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି USA, ଅପସନ୍ ସି ଜାପାନ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଲାଭା କେଉଁ ଦେଶର କମ୍ପାନୀ? ଅପସନ୍ ଏ ଇଣ୍ଡିଆ, ଅପସନ୍ ବି ଚାଇନା, ଅପସନ୍ ସି USA, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଇଣ୍ଡିଆ। ପ୍ରଶ୍ନ ଲିନୋଭୋ କେଉଁ ଦେଶର କମ୍ପାନୀ? ଅପସନ୍ ଏ USA, ଅପସନ୍ ବି ଚାଇନା, ଅପସନ୍ ସି ଜାପାନ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଏସିଓସ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ତାଇୱାନ, ଅପସନ୍ ବି ଚାଇନା, ଅପସନ୍ ସି USA, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ତାଇୱାନ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ HTC କେଉଁ ଦେଶର କମ୍ପାନୀ? ଅପସନ୍ ଏ ତାଇୱାନ, ଅପସନ୍ ବି ଜାପାନ, ଅପସନ୍ ସି USA, ଅପସନ୍ ଡି ଚାଇନା। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ତାଇୱାନ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ।
ପ୍ରଶ୍ନ ମାଇକ୍ରୋମ୍ୟାକ୍ସ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି ଇଣ୍ଡିଆ, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଇଣ୍ଡିଆ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଇନଫିନିକ୍ସ କେଉଁ ଦେଶର କମ୍ପାନୀ? ଅପସନ୍ ଏ ସାଉଥ୍ କୋରିଆ, ଅପସନ୍ ବି ଚାଇନା, ଅପସନ୍ ସି ଜାପାନ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଟେକ୍ନୋ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଜାପାନ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଗୁଗଲ୍ ପିକ୍ସେଲ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ୟୁଏସ୍ଏ, ଅପସନ୍ ବି ଚାଇନା, ଅପସନ୍ ସି ଜାପାନ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ୟୁଏସ୍ଏ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ହନର୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଜାପାନ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ବ୍ଲାକ୍ବେରୀ କେଉଁ ଦେଶର କମ୍ପାନୀ? ଅପସନ୍ ଏ କାନାଡ଼ା, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଚାଇନା, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ କାନାଡ଼ା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଜିଟିଇ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଜାପାନ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ପାନାସୋନିକ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଜାପାନ, ଅପସନ୍ ବି ଚାଇନା, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି
ଅପସନ୍ ଏ ଜାପାନ। ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଆଲକେଟଲ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଫ୍ରାନ୍ସ, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଚାଇନା, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଫ୍ରାନ୍ସ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଆଇକ୍ୟୁ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଇଣ୍ଡିଆ, ଅପସନ୍ ବି ଚାଇନା, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନଥିଙ୍ଗ ଫୋନ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ୟୁକେ, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଚାଇନା, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ୟୁକେ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଫେୟାର ଫୋନ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ନେଦରଲ୍ୟାଣ୍ଡସ୍, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଚାଇନା, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ନେଦରଲ୍ୟାଣ୍ଡସ୍। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ମିଉଜିଉ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି କୋରିଆ, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ କୁଲ୍ ପ୍ୟାଡ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି ୟୁଏସ୍ଏ, ଅପସନ୍ ସି ଜାପାନ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଜିଓନି କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି ଇଣ୍ଡିଆ, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ସାର୍ପ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଜାପାନ, ଅପସନ୍ ବି ଚାଇନା, ଅପସନ୍ ସି ୟୁଏସ୍ଏ, ଅପସନ୍ ଡି କୋରିଆ।
ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଅପସନ୍ ଏ ଜାପାନ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଫିଲିପ୍ସ ମୋବାଇଲ କେଉଁ ଦେଶର କମ୍ପାନୀ? ଅପସନ୍ ଏ ନେଦରଲ୍ୟାଣ୍ଡ, ଅପସନ୍ ବି USA, ଅପସନ୍ ସି ଚାଇନା, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବା ପାଇଁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ନେଦରଲ୍ୟାଣ୍ଡ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ TCL କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି USA, ଅପସନ୍ ସି ଜାପାନ, ଅପସନ୍ ଡି ଇଣ୍ଡିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଡୋଗି କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି USA, ଅପସନ୍ ସି ଜାପାନ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଲିକୋ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଚାଇନା, ଅପସନ୍ ବି USA, ଅପସନ୍ ସି ଇଣ୍ଡିଆ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଚାଇନା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ କାର୍ବନ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଇଣ୍ଡିଆ, ଅପସନ୍ ବି ଚାଇନା, ଅପସନ୍ ସି USA, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଅପସନ୍ ଏ ଇଣ୍ଡିଆ।